ଗୋଟେ ବୋହୂ ଚାକିରି କ'ଣ କରି ଗୋଟେ ଭୁଲ କରିଛି? ତାର ନିଷ୍ପତ୍ତିରେ କିଛି ତ୍ରୁଟି ରହିଗଲା କି? ବୋହୂଟି ପାଠଶାଠ ପଢ଼ି ବାପ ଘରୁ ଆସି ଶାଶୁ ଘରେ ଧୀରେ ଧୀରେ ସବୁ ଦାୟିତ୍ୱ ନେଇଥାଏ। ସକାଳଠୁ ରାତି ପର୍ଯ୍ୟନ୍ତ ସମସ୍ତଙ୍କର ଆବଶ୍ୟକତା ପୂରଣ କରିଥାଏ। ତଥାପି ଅଭିଯୋଗର ଭାରା ତା ଉପରେ କମ୍ ନଥାଏ। ପୁଣି ନିଜ ପାଇଁ ଯଦି ସମୟ ବାହାର କରି କିଛି କରିବାର ଅଭିପ୍ରାୟ କରିଥାଏ, ତେବେ ଅନେକ ବାଧାବିଘ୍ନକୁ ସହିବାକୁ ପଡ଼େ। ବୋହୂ ହୋଇଗଲେ କ'ଣ ସେ ନିଜର ଅସ୍ତିତ୍ୱକୁ ମାରି ଦେଇଥାଏ? ନିଜର ପରିଚୟ ଖୋଜିବାକୁ ଯାଇ ଯେତେବେଳେ ଘର ବାହାରକୁ ପାଦ କାଢ଼ିଥାଏ, ସେତେବେଳେ ମଧ୍ୟ ତା'ର ନିଜସ୍ୱ କିଛି ନଥାଏ। ସକାଳୁ ତରବରରେ ନିଜର ଓ ପରିବାରର ଛୋଟ ବଡ଼ ଆବଶ୍ୟକତାକୁ ସଜାଡ଼ି ଦେଇ କର୍ମକ୍ଷେତ୍ରକୁ ବାହାରି ପଡ଼େ। ସତେ ଯେମିତି ସେ ଘରର ସମସ୍ତ ଦାୟିତ୍ୱଟା ତା'ର। ଧାଁ ଧପଡ଼ ଭିତରେ କେହି ଥରେ ପଚାରନ୍ତିନି ତୁ ଖାଇବାକୁ ନେଇଛୁ, ପାଣି ବୋତଲ ଭରିଛୁ କି ନାହିଁ। ବାସ୍, ଯଦି ସେ କିଛି ନିଜ ପାଇଁ କରିବାକୁ ଭୁଲିଯାଏ, ତେବେ ଦିନ ଭରି ଉପାସରେ ରହିବାକୁ ପଡ଼େ କିମ୍ବା ବାହାରର ଖାଇବା ଉପରେ ନିର୍ଭର କରିବାକୁ ପଡ଼େ। କି ଖରା, କି ବର୍ଷା, କି ଶୀତ, ସବୁଦିନ ତା ପାଇଁ ସମାନ ହୋଇପଡ଼େ। ତାକୁ ଏତେ କଷ୍ଟ ଏଇଥିପାଇଁ ମିଳେ ଯେ ସେ ନିଜ ପାଇଁ ଟିକେ ସମୟ ବାହାର କରି ନିଜର ଆଶା ଆକାଂକ୍ଷାକୁ ପୂରଣ କରି ନିଜ ପାଠର ମାନ ରକ୍ଷା କରି ଆଗକୁ ବଢ଼ିବାର ସ୍ୱପ୍ନ ଦେଖିଥାଏ। ଘରେ ଥିବା ତା'ର ପରିବାରକୁ ଲୋକମାନେ କେବଳ ତା'ର ବେଦାୟିତ୍ୱ ସମ୍ପର୍କରେ ଚର୍ଚ୍ଚା କରିଥାନ୍ତି। ଛୋଟ ପିଲାମାନେ ମଧ୍ୟ ଅବହେଳିତ ହୋଇଥାନ୍ତି। ଛୋଟ ପିଲାଟି ମଧ୍ୟ କେବଳ ସେଇ ବୋହୂର, ଆଉ କାହାର ନୁହେଁ। ଚାକିରି ସାରି ଘରକୁ ଫେରିଲା ବେଳକୁ ସମସ୍ତଙ୍କର ଚା ଜଳଖିଆ ସମୟ ହୋଇଯାଇଥିଲେ ତା'ର ହାତକୁ ଅନେଇ ରହିଥାନ୍ତି। ପିଲାମାନେ ତାଙ୍କର ଉପସ୍ଥିତିକୁ ଚାତକ ପରି ଚାହିଁ ରହିଥାନ୍ତି। ସନ୍ଧ୍ୟାର ଆସର ସରୁ ସରୁକା ପିଲାଙ୍କର ପାଠପଢ଼ାର ଦାୟିତ୍ୱ ବି ତା ଉପରେ ଥାଏ। ପାଠପଢ଼ା ସରୁ ନ ସରୁ ରାତି ଖାଇବାର ସମୟ ମଧ୍ୟ ଆସିଯାଏ। ସେ କାମ ସାରୁ ସାରୁ ରାତି ଯେ କେତେ ହୁଏ ଜଣା ବି ପଡ଼େ ନାହିଁ। ଡେରି ରାତିରେ ବିଛଣାକୁ ଧରୁ ଧରୁ ଜଣାପଡ଼େ ନାହିଁ ନିଦ ମାଉସୀ କେତେବେଳେ ତା ଆଖିକୁ ଆସିଯାଏ। ପୁଣି ନିଦ ପୁରୁ ନ ପୁରୁଣୁ ଘଣ୍ଟାର ଆଲାର୍ମ ବାଜି ଉଠେ ତା ପରଦିନ ପାଇଁ। ଏତେ ବ୍ୟସ୍ତତା ଭିତରେ ବି ଯଥାସମ୍ଭବ ସେ ଠିକ୍ ଭାବେ କାମ ତୁଲାଇଥାଏ। ଅଥଚ ପ୍ରତିବଦଳରେ କେବଳ ତିରସ୍କାର, ସମାଲୋଚନା, ତିକ୍ତତା ହିଁ ମିଳିଥାଏ। ଆଉ ଛୁଟି ଦିନ ହେଲେ ତା'ର ଯେମିତି କାମର ତାଲିକା ସରି ନଥାଏ। ତାହେଲେ ସେ କେତେବେଳେ ବଞ୍ଚିବ? ଚାକିରି କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଦାୟିତ୍ୱ ତୁଲାଇ ସହକର୍ମୀଙ୍କ ସହ ଭଲ ସହଯୋଗ ରକ୍ଷା କରି ନିର୍ଦ୍ଧାରିତ ସମୟରେ ସୁଚାରୁ ରୂପେ କାମ ସାରି ଘରକୁ ଫେରିଥାଏ ସେ। ହେଲେ କ'ଣ ଶୁଣିବାକୁ ମିଳେ? ଅଫିସରେ ବସି ବସି ଆସିଗଲେ। ଏହା କ'ଣ ସତ୍ୟ? ପୁରୁଷ ଲୋକଟି ଚାକିରି କରି ଫେରିଲେ ତା'ର ରାଜକୀୟ ଠାଣିରେ ଚର୍ଚ୍ଚା କରାଯାଇଥାଏ। ଅଥଚ ସ୍ତ୍ରୀ ଲୋକଟି ଫେରିଲେ ସତେ ଯେମିତି ଘରର କାମବାଲି ଆସିଗଲା ପରି ତାକୁ ଅନୁଭୂତ ହୋଇଥାଏ। ଆର୍ଥିକ କ୍ଷେତ୍ରରେ ମଧ୍ୟ ପରିବାରକୁ ସେ ସାହାଯ୍ୟ କରିଥାଏ। ପୁରୁଷ ପରି ସେ ମଧ୍ୟ ବଜାରରୁ ସଉଦା କରିବାଠୁ, ସ୍କୁଲରେ ପିଲାଙ୍କ ଫିସ୍ ଦେବାଠୁ, ବ୍ୟାଙ୍କ କଥା ବୁଝିବାଠୁ ସବୁ କରିଥାଏ। ବନ୍ଧୁବାନ୍ଧବଙ୍କ କଥା ମଧ୍ୟ ସମୟରେ ବୁଝିବାକୁ ପଡ଼ିଥାଏ। ତଥାପି ସେ ସମାଲୋଚନାର ପାତ୍ର ହୋଇଥାଏ। ଦେହ ଯଦି ଖରାପ ହୁଏ, ତେବେ ଠକ, ଅଳସୁଆ ଏହିସବୁ ପଦବୀ ତା ପାଇଁ ପ୍ରଯୁଜ୍ୟ ହୋଇଥାଏ। ସମାଜରେ ଏ କି ନିୟମ? ସବୁ କ'ଣ ସେଇ ବୋହୂ ବା ସ୍ତ୍ରୀର ଦାୟିତ୍ୱ, ଆଉ କାହାର ନୁହେଁ? ସେ କ'ଣ ଟିକେ ଲମ୍ବା ନିଶ୍ୱାସ ନେଇ
ସେ କ'ଣ ଟିକେ ଲମ୍ବା ନିଶ୍ୱାସ ନେଇ ଚୌକିକୁ ଆଉଜି ଚା ଟିକେ ପିଇପାରିବ ନାହିଁ? ସେ କ'ଣ ଝରକା ପାଖରେ ବସି ବାହାରର ଦୃଶ୍ୟକୁ ଟିକେ ଅନୁଭବ କରିପାରିବ ନାହିଁ? ସେ କ'ଣ ଖୋଲା ଆକାଶକୁ ଚାହିଁ ଟିକେ ରହିପାରିବ ନାହିଁ? ସେ କ'ଣ ଚାକିରି କରି ଏତେ ଭୁଲ କରିଛି? ନିଜ ପାଇଁ ନିଜେ ବଞ୍ଚିକି ସେ କ'ଣ ଅପରାଧ କରିଛି? ସମାଜ କେଉଁ ଦିନ ବଦଳିବ? କେଉଁ ଦିନ ଉଭୟ ପୁରୁଷ ଓ ସ୍ତ୍ରୀକୁ ସମାନ ମାନ୍ୟତା ମିଳିବ? ସେହି ଦିନକୁ ସବୁ ଚାକିରିଆ ବୋହୂଙ୍କର ଅପେକ୍ଷା। ଧନ୍ୟବାଦ।